ସଭାରେ କ'ଣ କରିବେ ନାହିଁ, ସଭାରେ ଥାଇ କାଶିବେ ନାହିଁ, ସଭାରେ ଥାଇ ହସିବେ ନାହିଁ, ସଭାରେ ଥାଇ ଛେପ ପକେଇବେ ନାହିଁ, ସଭାରେ ଥାଇ ଗୋଡ଼ ଲମ୍ବାଇବେ ନାହିଁ, ସଭାରେ ଥାଇ କାହାର ମର୍ମ କଥା କହିବେ ନାହିଁ, ସଭାରେ ଥାଇ ଆଳସ୍ୟ ଭାଙ୍ଗିବେ ନାହିଁ, ସଭାରେ ଥାଇ ଆଙ୍ଗୁଳି ଫୁଟାଇବେ ନାହିଁ, ସଭାରେ ଥାଇ ମିଛ କହିବେ ନାହିଁ, ସଭାରେ ଥାଇ କାହାର ପକ୍ଷଯୁକ୍ତ କରିବେ ନାହିଁ, ସଭାରେ ଥାଇ ଅଧର୍ମ ଆଲୋଚନା କରିବେ ନାହିଁ, ସଭାରେ ଥାଇ ଅନ୍ୟାୟ କରିବେ ନାହିଁ, ସଭାରେ ଥାଇ ଛିଙ୍କିବେ ନାହିଁ। କିଏ କେମିତି ନଷ୍ଟ ହୁଏ? ଧନ ନାଶ ଯାଏ ଜୁଆରେ, ବୁଦ୍ଧି ନାଶ ଯାଏ କ୍ରୋଧରେ, ରୂପ ନାଶ ଯାଏ ଖରାରେ, ଘର ନାଶ ଯାଏ କଳିରେ, ମନ ନାଶ ଯାଏ ସନ୍ଦେହରେ, ଜଳ ନାଶ ଯାଏ ନବହେ, ବନ୍ଦୀ ନାଶ ଯାଏ ମିଛରେ, ଗାଁ ନାଶ ଯାଏ ସ୍ୱାର୍ଥରେ, ବଳ ନାଶ ଯାଏ ରୋଗରେ, ବେଳ ନାଶ ଯାଏ ଖେଳରେ, ବିଦ୍ୟା ନାଶ ଯାଏ ହେଳାରେ, ପ୍ରାଣ ନାଶ ଯାଏ ଲୋଭରେ। ଘର ଆଗରେ କେଉଁ ଗଛ ରହିଲେ କ'ଣ ହୁଏ? କଦଳୀ ଗଛ ଘର ଓ ପରିବାରକୁ ସମୃଦ୍ଧି ଆଣେ, ଧନ ସମ୍ପତ୍ତି ଲାଭ ହୁଏ। ତୁଳସୀ ଗଛ ଘରେ ସର୍ବଦା ଶାନ୍ତି ବିରାଜମାନ ହୁଏ, ଧନ ସମ୍ପତ୍ତି ଲାଭ ହୁଏ। ନଡ଼ିଆ ଗଛ ଘରେ ସର୍ବଦା ଶୁଭ ହୁଏ ଏବଂ ଶାନ୍ତିର ବାତାବରଣ ଲାଗି ରହେ। ତାଳ ଗଛ ଘରେ ସର୍ବଦା କଳି ଝଗଡ଼ା ଲାଗି ରୁହେ ଏବଂ ବିପଦ ମାଡ଼ି ଆସେ। ଲିମ୍ବ ଗଛ ଘରେ ସର୍ବଦା ଶାନ୍ତି ରୁହେ ଓ ପରିବେଶ ନିରୋଗ ରହେ। ଆମ୍ବ ଗଛ ଘର ପାଇଁ ସର୍ବଦା ଶୁଭ ଏବଂ ଆର୍ଥିକ ସମୃଦ୍ଧି ଆଣି ଦେଇଥାଏ। କଣ୍ଟା ଗଛ ଘରେ କଳହ ସୃଷ୍ଟି କରିଥାଏ। ତୁଳସୀ ପତ୍ର କିମ୍ବା ତୁଳସୀ ପତ୍ରର ମାଳ ମଙ୍ଗଳବାର ଦିନ ବଜରଙ୍ଗବାଲୀଙ୍କୁ ଅର୍ପଣ କରିବା ଦ୍ୱାରା ଶୁଭ ଫଳ ପ୍ରାପ୍ତ ହେବା ସହିତ ଜୀବନରେ କେବେ ଧନର ଅସୁବିଧା ଉପୁଜିବ ନାହିଁ। ଗୋଟେ ଝିଅ ଜୀବନ କେତେ କଷ୍ଟ, ଥରେ ନିରୋଳାରେ ବସି ଭାବିଲେ ଜଣେ ପୁଅ ବୁଝିପାରିବ। ବଡ଼ ହେବା ପର୍ଯ୍ୟନ୍ତ ବାପା ଭାଇଙ୍କ ଆକଟ ଓ ବାହା ହେଲା ପରେ ଘର ଜଞ୍ଜାଳ, କେବେ ସେ ମୁକ୍ତି ପାଇପାରେନି ମଲା ପର୍ଯ୍ୟନ୍ତ। ରାତିରେ ଉଠି ପୁଣି ଶୋଇବା ପର୍ଯ୍ୟନ୍ତ କାମରେ ବ୍ୟସ୍ତ। ଥରେ ଚିନ୍ତା କଲେ ସକାଳୁ ଉଠି 3 ଟାଇମ୍ ରୋଷେଇ କରିବାକୁ ସେ ବାଧ୍ୟ। ଦେହ ଯେତେ ଖରାପ ହେଉ ପଛେ ବାଟ ନାହିଁ, ଏ କାମ ମଲା ପର୍ଯ୍ୟନ୍ତ ରହିବ। ପ୍ରଥମେ ଶାଶୁ ଶ୍ୱଶୁରଙ୍କ ପାଇଁ, ପରେ ଛୁଆଙ୍କ ପାଇଁ, ଶେଷରେ ସ୍ୱାମୀଙ୍କ ପାଇଁ। ଗୋଟେ ଝିଅ ଜୀବନ କେତେ ଯେ କଷ୍ଟ, ଥରେ ଭାବିବେ ବନ୍ଧୁ। ଜୟ ଶ୍ରୀ ଜଗନ୍ନାଥ।